हेलो पिला माने समस्त को टीएफएल रे बहुत बहुत स्वागत। आ तुम मैंने तो थंबनेल देखि जानि सारथिबो। आज आमे आम भूगोलर संबलर संबल विषय पढ़िया। संबलर पार्ट 2 वीडियो नहीं कि आमे आसी जाइछे। आउ प्रीवियस वीडियो रे तो आमे देखिथिले संबल कोन, संबलर वैशिष्ट्य कोन, आउ संबल हमर केते प्रकारर कोन कोन अनुसार ताकू सब विभक्त करा जाइछि, केते प्रकार संबल रहिछि सब आमे देखिथिले। आउ आज आमे देखिबा माने संबल हमर जीवन रे केते जे मूल्यवान। आमे तो पढ़िथिले संबल कोन, आम चारिपटे जहाँ सब आमे देखिछन्ति सेटा को आमे संबल बोली कहूचे। मानव मध्य गोटे संबल बोली आमे देखिथिले। आज आमे देखिबा संबल आम पई केते जे मूल्यवान। संबल पई आमे संबल पई आमे कोन कोन सब प्रिकॉशन सब प्रिपरेशन नबा, तार क्षय होची कोन कोन सब आमे तार पई आमे अवलंबन करिवा नियम, एई सब विषय देखिबा। एई विषय आमे सब शिखिबा, आम समाज को मध्य शिखेबा। ठीक अछि, चलो आरंभ करिबा। चलो ना कोन लेखा हिची ना संबल मଣିଷ जीवन धारण ପାଇଁ ଅତି ଦରକାରୀ, କିନ୍ତୁ ଏହାର ବେପାର ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ଆଜି ଅନେକ ଗୁରୁତର ସମସ୍ୟା ଦେଖାଯାଉଛି। ଦେଖ, ପ୍ରକୃତିରୁ ଆମେ ଯୋଉ ସମ୍ବଳ ପାଉଥିଲେ ତାକୁ ଆମେ ପ୍ରାକୃତିକ ସମ୍ବଳ କହୁଥିଲେ, ଏବଂ ପ୍ରକୃତିରୁ ସେ ସମ୍ବଳକୁ ଆଣୁଥିଲା କିଏ? ମାନବ। ସେଇ ସବୁ ସମ୍ବଳକୁ ଆଣିକି ସେ ତାର ମାନବ କଣ କରୁଥିଲା ନା ତାକୁ ଆମେ ତାର ଜ୍ଞାନ କୌଶଳ ଲଗେଇକି ତାକୁ ବ୍ୟବହାର ଉପଯୋଗୀ କରୁଥିଲା। ତେବେ ଯାଇକି ଆମେ ପ୍ରାକୃତିକ ଯୋଉ ସବୁ ଜିନିଷ ପାଉଥିଲେ ତାକୁ ଆମେ ବ୍ୟବହାର ଯୋଗ୍ୟ କରିପାରୁଥିଲେ। ଲୁହାପଥର ପ୍ରକୃତିରେ ମିଳୁଛି, ଲୁହାପଥରକୁ ଆମେ କଣ ଡାଇରେକ୍ଟ ବ୍ୟବହାର କରିପାରୁଛନ୍ତି? ମାତ୍ର ସେ ଲୁହାପଥରକୁ ଆଣିକି ଆମେ ବିଭିନ୍ନ ପ୍ରକାର ତାକୁ ଫ୍ୟାକ୍ଟ୍ରିରେ ତାକୁ ତରଳେଇକି ଲୁହାରୁ ଆମେ ବିଭିନ୍ନ ପ୍ରକାର ଜିନିଷ ବନାଉଛନ୍ତି। ଲୁହାର ରଡ୍, ଲୁହାର ଗେଟ୍, ଲୁହାର ଆମର ସବୁ ପ୍ରକାର ଜିନିଷ ହଉଛି, ସେଗୁଡ଼ା ଆମ ବ୍ୟବହାର ଯୋଗ୍ୟ ହେଇପାରୁଛି। ତ ସେଇଟା ହେଲା କଥା। ସେଇ ସବୁ ପ୍ରକୃତିର ଯେତେ ସବୁ ଜିନିଷ ଆମେ ଆଣୁଛନ୍ତି, ଯେତେବେଳେ ଲୋକଙ୍କର ଡିମାଣ୍ଡ ବଢିଲା, ଆମେ ପ୍ରକୃତିକୁ ସେତେ 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 ଖୋଳି ଚାଲିଲେ, ପ୍ରକୃତି ସେତେ ଜିନିଷ ଆଣିଲେ। ତ ସେଥିପାଇଁ ଆମର ସମ୍ବଳକୁ ଆମେ ବ୍ୟବହାର କଲେ ତାର କିଛି ମାତ୍ରା ରହିଲାନି, ଅତ୍ୟନ୍ତ ମାତ୍ରାରେ ବ୍ୟବହାର କରି ଚାଲିଲେ, ତାର କିଛି ଲିମିଟ ରହିଲାନି। ତ ସେଇ କଥା କହିଲା। ତ ସେଥିପାଇଁ ଆମେ ଯୋଉ ସମ୍ବଳକୁ ଏକ୍ସେସ ମାତ୍ରାରେ ଅତ୍ୟଧିକ ମାତ୍ରାରେ ବ୍ୟବହାର କଲେ, ତା ପାଇଁ ମଧ୍ୟ କିଛି ଆମର ଗୁରୁତର ସମସ୍ୟା ଦେଖାଦେଲା। କୋଉଥିରେ? ଆମ ପୃଥିବୀରେ ଗୁରୁତର ସମସ୍ୟା, ଆମ ସମାଜରେ, ଆମ ସୋସାଇଟିରେ, ଆମ ଏନଭାୟରମେଣ୍ଟରେ ବହୁତ ସାରା ସମସ୍ୟା ଦେଖାଦେଲା। ତ ଚାଲ ସେଗୁଡ଼ା ଗୋଟେ ଗୋଟେ ଡିସ୍କସନ କରିବା। ନା ଫାଷ୍ଟ ପଏଣ୍ଟ କଣ ନା ଆମର ଫାଷ୍ଟ ହେଲା ସମ୍ବଳର କ୍ଷୟ। ଏଟା ହାଇଲାଇଟ କରାଯାଇଛି। ସମ୍ବଳର କ୍ଷୟ କଣ ନା ସମ୍ବଳର କ୍ଷୟ। ତ ମଣିଷ ନିଜ ଲୋଭ ପୂରଣ କରିବା ପାଇଁ ସମ୍ବଳକୁ ଅତି ଶୀଘ୍ର ଶେଷ କରିବାରେ ଲାଗିଛି। ଫଳରେ କୋଇଲା, ପେଟ୍ରୋଲିୟମ ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ବଳ ଗୁଡ଼ିକ ଖୁବ୍ ଶୀଘ୍ର ପୃଥିବୀରୁ ସରିଯିବାର ଆଶଙ୍କା ଦେଖାଯାଉଛି। ଦେଖ, କୋଇଲାରୁ କେତେ କଣ ହଉଛି, ପେଟ୍ରୋଲରେ ଆମର ଗାଡି ଫାଡି ଚାଲୁଛି, ସବୁ ପ୍ରକାର ଜିନିଷ ହଉଛି। କୋଇଲାରେ ଆମର ସବୁ ଆମର ରେଳ ଫେଳ ଚାଲୁଛି, କୋଇଲାରେ ସବୁ ଆମର ତାପଜ ବିଦ୍ୟୁତ ଶକ୍ତି କେନ୍ଦ୍ର ସବୁ କୋଇଲା ମାଧ୍ୟମରେ ସୃଷ୍ଟି କରାଯାଉଛି। ତ ସେଇ ସବୁ ଜିନିଷ ଗୁଡ଼ିକ ଦିନେ ନା ଦିନେ ସରିଯିବ ବୋଲି ସମସ୍ତେ ଆଶା କଲେଣି। ତ ସେଥିପାଇଁ ସମ୍ବଳର କ୍ଷୟ ହେଉଛି। ତାପରେ ଧନୀ ଦରିଦ୍ର ମଧ୍ୟରେ ପ୍ରଭେଦ। ସମ୍ବଳ ସମସ୍ତଙ୍କ ପାଖରେ ସମାନ ଭାବରେ ନାହିଁ। କିଛି ମୁଷ୍ଟିମେୟ ଧନୀ ଲୋକ ବା ଉନ୍ନତ ଦେଶ ସମ୍ବଳକୁ ଅକ୍ତିଆର କରି ରଖିଛନ୍ତି, ଆଉ କିଛି ଲୋକଙ୍କ ପାଖରେ କିଛି ବି ନାହିଁ। ତ ଏହା ଦ୍ୱାରା ସମାଜରେ ଦୁଇଟି ଶ୍ରେଣୀ ସୃଷ୍ଟି ହେଉଛି। ଯାହା ପାଖରେ ସବୁ ଅଛି ସିଏ ଧନୀ, ଯାହା ପାଖରେ କିଛି ନାହିଁ ସିଏ ହେଲା ଗରିବ ବା ଦରିଦ୍ର। ବୁଝିପାରିଲ? ତାପରେ ଅଛି ପରିବେଶଗତ ସଙ୍କଟ। ତ ପରିବେଶଗତ ସଙ୍କଟରେ କଣ ଲେଖା ହେଇଛି ନା ସମ୍ବଳର ଅନ୍ଧାଧୁନିଆ ବ୍ୟବହାର ଯୋଗୁଁ ସାରା ବିଶ୍ୱରେ ପରିବେଶ ଖରାପ ହେଉଛି। କଣ କଣ ପରିବେଶ ଖରାପ ହେଉଛି ନା ଭୂମଣ୍ଡଳରେ ତାପମାତ୍ରା ବୃଦ୍ଧି ହେଉଛି, ପୃଥିବୀରେ ଗ୍ଲୋବାଲ ୱାର୍ମିଂ ବଢିବାରେ ଲାଗୁଛି, ଆମର ଯୋଉ ଆମର କାର୍ବନ ଡାଇଅକ୍ସାଇଡର ଗ୍ୟାସ ବଢିବାରେ ଲାଗିଛି, ଯୋଉଟା କି ଆମ ପାଇଁ, ଆମ ଏନଭାୟରମେଣ୍ଟ ପାଇଁ, ଆମ ଜୀବମଣ୍ଡଳ ପାଇଁ ଅତ୍ୟନ୍ତ ଖରାପ। ଆଉ ଓଜୋନ ସ୍ତର କ୍ଷୟ, ବାୟୁମଣ୍ଡଳରେ ଥିବା ଓଜୋନ ସ୍ତର ନଷ୍ଟ ହେଉଛି। ସେଇ ଓଜୋନ ସ୍ତର ନଷ୍ଟ ହେବା ଦ୍ୱାରା କଣ ହେଉଛି ନା ଆମର ଯୋଉ ଅତି ବାଇଗଣୀ ରଶ୍ମି ସୂର୍ଯ୍ୟଙ୍କର ଆସୁଛି, ତାକୁ କିଏ ଆମର ଅଟକେଇକି ରଖେ? ତାକୁ ଆମର ଓଜୋନ ସ୍ତର ସେ ତାର ଲେୟାର ମାଧ୍ୟମରେ ସେ ଅତି ବାଇଗଣୀ ରଶ୍ମିକୁ ଆମ କଣ୍ଟ୍ରୋଲ କରେ। ସେ ତା ପାଖରେ ହିଁ, ନିଜ ପାଖରେ ହିଁ ସେ ଅତି ବାଇଗଣୀ ରଶ୍ମିକୁ ଶୋଷି ଦିଏ, ଟ୍ରାପ୍ କରିଦିଏ। ଟ୍ରାପ୍ କରିବା ଦ୍ୱାରା ସେ ଅତି ବାଇଗଣୀ ରଶ୍ମିଟି ଆମ ପାଖକୁ ଆସିପାରେନି। ମାତ୍ର ଯେତେବେଳେ ଏଇ ସବୁ ବାୟୁମଣ୍ଡଳରେ ପ୍ରଦୂଷିତ ହେବା ଦ୍ୱାରା ମଧ୍ୟ ଓଜୋନ ସ୍ତର କ୍ଷୟ ହେବାରେ ଲାଗିଛି। ସେଥିପାଇଁ ମଧ୍ୟ ବହୁତ ଖରାପ। ଯେହେତୁ ଓଜୋନ ସ୍ତର କ୍ଷୟ ହେଉଛି ନା ଆମର କଣ ହବ ନା ଅତି ବାଇଗଣୀ ରଶ୍ମି ପୃଥିବୀ ପୃଷ୍ଠରେ ଆସି ପଡିବ, ଯାହା ଦ୍ୱାରା ଆମ ପାଖକୁ ଆମର କଣ ହବ, ବହୁତ ସାରା ସ୍କିନ୍ ଡିଜିଜ ହବ। ଆମ ଉପରେ ପଡିଲା ଆମର କ୍ୟାନ୍ସର ଫ୍ୟାନ୍ସର ବହୁତ ପ୍ରକାର ଦୁନିଆ ରୋଗ ହବାର ସମ୍ଭାବନା ରହିଛି। ତେଣୁ ଆମେ ସେଥିପାଇଁ ସଜାଗ ହେବା, ଆମେ ଆମ ବାୟୁମଣ୍ଡଳକୁ ଭଲ ରଖିବା। ତ ଏଥିପାଇଁ ଏଠି କୁହାଗଲା ନା ବାୟୁମଣ୍ଡଳରେ ଥିବା ଓଜୋନ ସ୍ତର ନଷ୍ଟ ହେଉଛି। ତାପରେ କଣ ନା ପ୍ରଦୂଷଣ, ଜଳ, ସ୍ଥଳ ଏବଂ ଆକାଶ ସବୁଠି ପ୍ରଦୂଷଣ ବଢୁଛି। ତାପରେ 4 ନମ୍ବର କଣ ନା ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ କ୍ଷୟ ଏବଂ ପାହାଡ କଟାଯିବା ଯୋଗୁଁ ବନ୍ୟା, ବାତ୍ୟା, ମରୁଡି ଏବଂ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଦେଖାଯାଉଛି। ଦେଖ, ଜଙ୍ଗଲ କ୍ଷୟ ହବା ଦ୍ୱାରା, ପାହାଡ କଟାଯିବାରୁ ଆମର ମାଟି ଢିଲା ହଉଛି, ଆମ ମୂର୍ତ୍ତିକା ଆଉ ମୂର୍ତ୍ତିକାର ସ୍ତର ଆଉ କଣ ଯୋଉ ମାଟିର ଗଛର ଚେର, ଜଙ୍ଗଲର ଚେର ମାନେ ଗଛର ମାଟିକୁ ଯୋଉ ଜାବୁଡି ଧରି ରଖିଛନ୍ତି,
କିନ୍ତୁ ମାତ୍ର ଜଙ୍ଗଲ କ୍ଷୟ ହେବା ଦ୍ୱାରା ଆଉ ମୂର୍ତ୍ତିକାର ତାର ଉର୍ବରତା ହରଉଛି, ସେଥିପାଇଁ ବନ୍ୟା ହଉଛି, ସେଥିପାଇଁ ବାତ୍ୟା, ତାପରେ ମରୁଡ଼ି ମଧ୍ୟ ହଉଛି, ବର୍ଷା ଠିକ ସେ ହଉନି, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି। ଜୈବ ବିବିଧତା ନଷ୍ଟ, ମଣିଷର କାର୍ଯ୍ୟକଳାପ ଯୋଗୁଁ ଅନେକ ପ୍ରକାର ପଶୁ ଗଛଲତା ଆଜି ବିଲୁପ୍ତ ହେବାକୁ ବସିଲେଣି। ଜଙ୍ଗଲ କ୍ଷୟ ହେଇଯାଉଛି, ଲୋକମାନେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଜଙ୍ଗଲକୁ ନଷ୍ଟ କରୁଛନ୍ତି, ପଶୁପକ୍ଷୀ ମାନଙ୍କୁ ମାରି ଦଉଛନ୍ତି। ତ ସେଥିପାଇଁ ବହୁତ ପ୍ରକାର ପଶୁପକ୍ଷୀ ଗଛଲତା ମଧ୍ୟ ବିଲୁପ୍ତ ହେଇଗଲେଣି। ତ ସାର କଥା ଏଠି କ'ଣ ଲେଖା ହେଇଛି? ଯଦି ଆମେ ଏବେଠାରୁ ସତର୍କ ନ ହେବା ଏବଂ ସମ୍ବଳର ସଠିକ ବ୍ୟବହାର ନ କରିବା, ତେବେ ଆଗାମୀ ଦିନରେ ମଣିଷ ଜାତି ପାଇଁ ବଞ୍ଚିବା କଷ୍ଟକର ହୋଇପଡ଼ିବ। ଏହି ସମସ୍ୟାର ସମାଧାନ ପାଇଁ ଧାରଣୀୟ ବିକାଶର ଆବଶ୍ୟକତା ରହିଛି। ଏହି ଧାରଣୀୟ ବିକାଶ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ଏଇଟା ପରୀକ୍ଷାରେ ଆସେ। ବୁଝିପାରିଲ? ଫାଷ୍ଟ ଆମେ ଦେଖିଲେ ସମ୍ବଳର କ'ଣ କ'ଣ ଗୁରୁତ୍ୱ ସମସ୍ୟା। ଫାଷ୍ଟ ଆମେ ଦେଖିଲେ କ'ଣ ନା ଫାଷ୍ଟ ଆମେ ଦେଖିଲେ ସମ୍ବଳର କ୍ଷୟ। ଫାଷ୍ଟ ଦେଖିଲେ ସମ୍ବଳର କ୍ଷୟ। ସମ୍ବଳର କ୍ଷୟ କ'ଣ ହେଲା? ସମ୍ବଳ କ୍ଷୟ ହେଲେ ଆମ ବହୁତ ଆଶଙ୍କା ଦେଖାଦେଲାଣି ସମ୍ବଳ ସରିଯିବ ବୋଲି। ତାପରେ କ'ଣ ହେଲା? ସମ୍ବଳ କ୍ଷୟ ହେବା ଦ୍ୱାରା କିଛି ଲୋକ ଧନୀ ହେଇଗଲେ, କିଛି ଲୋକ ଦରିଦ୍ର ହେଇଗଲେ, ଏଟା ଦେଖିଲେ। ତାପରେ ସମ୍ବଳ ହେବା ଦ୍ୱାରା ଅତ୍ୟଧିକ ବ୍ୟବହାର ହେବା ଦ୍ୱାରା ପରିବେଶଗତ ସଙ୍କଟ ମଧ୍ୟ ଦେଖାଦେଉଛି। ତାପରେ ବୁଝିଲ, ତାପରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଦେଖାଯାଉଛି। ଚାରିଟା ଜିନିଷ। ତାର ଲାଷ୍ଟ ଜିନିଷ ହେଲା ଜୈବ ବିବିଧତା ନଷ୍ଟ। ମନେ ରଖିଲ, ପାଞ୍ଚଟା ଜିନିଷର ହେଡିଂ ଅଛି, ମନେ ରଖିଦବ। ତାର ତଳେ କ'ଣ କ'ଣ ଲେଖା ହେଇଛି ତାକୁ ମଧ୍ୟ ମନେ ରଖିଦବ। ଠିକ ଅଛି, ନେକ୍ସଟ ଯିବା। ତାପରେ ଏବେ ସମ୍ବଳର ସୁପରିଚାଳନା ବା ଯୋଜନାର ଅର୍ଥ ହେଉଛି ସମ୍ବଳକୁ ନଷ୍ଟ ନକରି ଏହାର ସଠିକ ବିବେକପୂର୍ଣ୍ଣ ଏବଂ ସନ୍ତୁଳିତ ବ୍ୟବହାର କରିବା। ଭାରତ ପରି ଏକ ବିଶାଳ ଦେଶରେ ଯେଉଁଠି ସବୁ ସ୍ଥାନରେ ସମାନ ସମ୍ବଳ ମିଳେ ନାହିଁ, ସେଠାରେ ସୁପରିଚାଳନା ଅତ୍ୟନ୍ତ ଜରୁରୀ। ବୁଝିପାରିଲ? ସମ୍ବଳକୁ ଆମେ କ'ଣ କରିବା ନା ସୁପରିଚାଳନା ବା ଯୋଜନା ଏକଠି ଗୋଟେ ପ୍ଲାନିଂ ସହିତ ଆମେ ତାକୁ ୟୁଜ୍ କରିବା। ମାନେ ଅତ୍ୟନ୍ତ ମାତ୍ରାରେ ହଁ ଅଛି ଆମେ ୟୁଜ୍ କରିବା, ସେମିତି ନାହିଁ। ତାର ପ୍ରପର ପ୍ଲାନିଂ କରି ତାକୁ ଆମେ ପ୍ରପର ଆରେଞ୍ଜମେଣ୍ଟ କରି ତାର ବ୍ୟବହାର କରିବା, ଯାହାଦ୍ୱାରା ସମ୍ବଳ ସନ୍ତୁଳିତ ହୋଇ ରହିବ, ବହୁତ ଲଙ୍ଗ ଟର୍ମ ଦୀର୍ଘସ୍ଥାୟୀ ହେଇ ରହିବ। ଆଉ ଯାହା ପାଇଁ ଆମେ ଆମର ପରିବେଶକୁ ମଧ୍ୟ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ପରିବେଶ ମଧ୍ୟ ଆମର ହାନି ହେବ ନାହିଁ। ବୁଝିପାରିଲ? ସୁପରିଚାଳନା ପାଇଁ 3ଟି ପଦକ୍ଷେପ ନେବା ଦରକାର। କ'ଣ କ'ଣ ନା ପ୍ରଥମ ହେଲା ସମ୍ବଳର ଚିହ୍ନଟ ତାଲିକା ପ୍ରସ୍ତୁତି। ସମ୍ବଳକୁ ଆମେ ପ୍ରଥମେ ଚିହ୍ନଟ କରିବା, ତାପରେ ତାର ତାଲିକା ପ୍ରସ୍ତୁତି କରିବା, କୋଉଠି କୋଉ ଜାଗାରେ ସମ୍ବଳ ରହିଛି। ତ ଏଠି ଲେଖା ହେଇଛି ଦେଖ, ନା ପ୍ରଥମେ ଦେଶର ବିଭିନ୍ନ ଅଞ୍ଚଳରେ କେଉଁ ସମ୍ବଳ କେତେ ପରିମାଣରେ ଅଛି ତାହାର ଚିହ୍ନଟ କରାଯାଏ। ଏଥିପାଇଁ ସର୍ଭେ କରାଯାଏ, ମାନଚିତ୍ର ପ୍ରସ୍ତୁତ କରାଯାଏ ଏବଂ ସମ୍ବଳର ଗୁଣବତ୍ତା ପରିମାଣ ମପାଯାଏ। ବୁଝିପାରିଲ? ପ୍ରଥମେ ଦେଖିବା ଦେଶର କେଉଁ ସ୍ଥାନରେ ସମ୍ବଳ ଅଛି, କେତେ ପରିମାଣରେ ଅଛି, କ'ଣ ସମ୍ବଳ ରହିଛି। ତାପରେ ତାର ଗୋଟେ ସର୍ଭେ କରିବା, ସେଇ ଲୋକେସନକୁ ଯିବା, ତାର ଗୋଟେ ମାନଚିତ୍ର ମ୍ୟାପ ପ୍ରସ୍ତୁତ କରିବା। ତାପରେ ତାର ଗୁଣବତ୍ତା ବା ତାର କେତେ କୋଉ କ୍ୱାଲିଟିର ଜିନିଷ ରହିଛି, କେତେ ପରିମାଣ ରହିଛି, ସବୁ ଗୋଟେ ତାଲିକା ଆମେ ପ୍ରସ୍ତୁତ କରିବା। ତାପରେ ଜ୍ଞାନ କୌଶଳର ପ୍ରୟୋଗ। ସମ୍ବଳକୁ ବାହାର କରି ବ୍ୟବହାର ଉପଯୋଗୀ କରିବା ପାଇଁ ଉପଯୁକ୍ତ ଯନ୍ତ୍ରପାତି, ଜ୍ଞାନ କୌଶଳ ଏବଂ ଦକ୍ଷ ଲୋକଶକ୍ତିର ଆବଶ୍ୟକତା ରହିଛି। ଏଥିପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରାଯାଏ। ଆମେ ତ ଚିହ୍ନଟ କରିଦେଲେ ସମ୍ବଳ କୋଉଠି କୋଉଠି ଅଛି, ମାତ୍ର ତାକୁ ଜ୍ଞାନ କୌଶଳ ଆପ୍ଲାଏ କରିକି ଟେକ୍ନୋଲୋଜି କେମିତି ଆମେ ତାର ଉପଯୁକ୍ତ ଯନ୍ତ୍ରପାତି ଟେକ୍ନୋଲୋଜି ମାଧ୍ୟମରେ ଦକ୍ଷ ମାନେ ବୁଦ୍ଧିମାନ ଲୋକମାନଙ୍କର ସାହାଯ୍ୟରେ ସେଇ ସବୁ ସମ୍ବଳକୁ ଆମେ ଭଲସେ ଉପଯୁକ୍ତ ମାନେ ବ୍ୟବହାର ଉପଯୁକ୍ତ କରିପାରିବା। ଏଥିପାଇଁ ମଧ୍ୟ ଏକ ଯୋଜନା ପ୍ରସ୍ତୁତ କରିବା। ତାପରେ ଜାତୀୟ ବିକାଶ ଯୋଜନା ସହ ସମନ୍ୱୟ। ନା କ'ଣ ନା ସମ୍ବଳର ବିକାଶ ଯୋଜନାକୁ ଦେଶର ସାମଗ୍ରିକ ବିକାଶ ବା ଜାତୀୟ ଯୋଜନା ସହିତ ମିଶାଇ କାମ କରାଯାଏ, ଯେପରି ସବୁ ଅଞ୍ଚଳର ଲୋକେ ସୁଫଳ ହେଇପାରିବେ। ଆମେ ଏଇଟା କ'ଣ ହେଲା ନା ତାପରେ ଆମେ ଜାତୀୟ ବିକାଶ ସହିତ ଯୋଜନା ସହିତ ସମନ୍ୱୟ କରିବା। କ'ଣ ନା ସମ୍ବଳର କୁ ଏତେ ଇମ୍ପୋର୍ଟାନ୍ସ ଦିଆହେଲା ଯେ ତାକୁ ମାନେ ଆମ ଦେଶର ସାମଗ୍ରିକ ବିକାଶ ବା ଜାତୀୟ ଯୋଜନା ସହିତ ମିଶାଇ ଦେଇଗଲା। ଦେଶରେ ଆମର ଆନ୍ତର୍ଜାତିକ ଜାତୀୟ ଲେବୁଲରେ ଯାହା ଯାହା ସବୁ ଯୋଜନା ସମନ୍ୱୟ କରାଯିବ, ସେଥିରେ ସେଇ ସହିତ ଆମର ସମ୍ବଳକୁ ମଧ୍ୟ ଅନ୍ତର୍ଭୁକ୍ତ କରାଗଲା। ବୁଝିପାରିଲ? ଫାଷ୍ଟ ହେଲା ସମ୍ବଳର ଚିହ୍ନଟ ବା ତାଲିକା ପ୍ରସ୍ତୁତି, ତାପରେ ଜ୍ଞାନ କୌଶଳ ପ୍ରୟୋଗ, ତାପରେ ଜାତୀୟ ବିକାଶ ଯୋଜନା ସହ ସମନ୍ୱୟ। ଏହା ଦ୍ୱାରା କ'ଣ ହେବ ନା ଜାତୀୟ ବିକାଶ ସହିତ ଆମର ଜାତୀୟ ଯୋଜନା ସହିତ ସମନ୍ୱୟ କଲେ ସମସ୍ତ ଲୋକ ଜାଣିପାରିବେ, ତାର ଫାଇଦା ଉଠେଇ ପାରିବେ। ତ ସେଇଟା ପାଇଁ ତାକୁ ଜାତୀୟ ବିକାଶ ଯୋଜନା ସହିତ ସମନ୍ୱୟ କରାଗଲା। ଠିକ ଅଛି। ତାପରେ ଅଛି ଭାରତରେ ସୁପରିଚାଳନାର ଆବଶ୍ୟକତା କାହିଁକି? ଭାରତରେ ସୁପରିଚାଳନାର ଆବଶ୍ୟକତା କାହିଁକି ଏଠି ବୋଲି ପଚରାଗଲା ନା କାହିଁକି ନା ଭାରତରେ ସମ୍ବଳର ବଣ୍ଟନ ଅସମାନ। ଭାରତରେ ସମ୍ବଳର ବଣ୍ଟନ ଅସମାନ ମାନେ ଅସମାନ ହେଇକି ଅଛି। କେଉଁ ଜାଗାରେ ବହୁତ ଅଛି ତ କେଉଁ ଜାଗାରେ ବହୁତ କମ ଅଛି। ତେଣୁ ଯୋଜନା ବିନା ବିକାଶ ସମ୍ଭବ ନୁହେଁ। ଯଥା ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଏଠାରେ ପ୍ରଚୁର ଖଣିଜ ସମ୍ବଳ କୋଇଲା ଅଛି। ଅରୁଣାଚଳ ପ୍ରଦେଶ ଏଠାରେ ଜଳ ସମ୍ବଳ ଅଧିକ କିନ୍ତୁ ରାସ୍ତାଘାଟ ଭଳି ଭିତ୍ତିଭୂମିର ଅଭାବ ଅଛି। ରାଜସ୍ଥାନ ଏଠାରେ ସୌରଶକ୍ତି, ପବନ ଶକ୍ତିର ବହୁତ ସମ୍ଭାବନା ଅଛି କିନ୍ତୁ ପିଇବା ପାଣିର ଅଭାବ ଅଛି।
देख ओडिशा छत्तीसगढ़ झारखंड रे कौन अच्छी बहुत खनिज संपद अच्छी कोईला अच्छी किंतु आउ को एरिया रे किछि नाही कौन प्रकार खनिज संपद नाही सेहीपरि अरुणाचल प्रदेश रे जल संबल अच्छी किंतु रास्ता घाट भल नाही राजस्थान आमर कौन आम जानी मरुभूमि एरिया सेठे सौर शक्ति और पवन शक्ति बहुत रही किंतु पीवा पानी अभाव रही और लद्दाख कौन यह सांस्कृतिक दृष्टिकोण समृद्ध किंतु एठारे जल खनिज संबल अभाव रही तो कोउठी ना कोउठी सबु जगह सबु जिनस नाही केउथिरे खनिज संबल अधिक रहिला बेले कोउठी जल संबल अधिक कोउठी सौर शक्ति पवन शक्ति अधिक रहिला बेले कोउठी हमर सांस्कृतिक दृष्टिकोण समृद्ध तो सबु जगह आम भारत रे समान नाही तो सेथिबे एठी हमर कोन दरकार सुपरिचालना दरकार सुपरिचालना एथिबे दरकार कारण भारत रे हमर संबलर बंटन असमान होइकी रहिछि बुझी पारलो तारे सार कथा कोन ना संबलर सुपरिचालना द्वारा ही आम सीमित संबल को अधिक दिन पर्यंत व्यवहार करिपरिबा एटा मेन लाइन टा सुपरिचालना करबा द्वारा आम कोन करिपरिबा ना संबल को अधिक दिन पर्यंत आम व्यवहार करिपरिबा एवं परिवेश को सुरक्षित रखिपरिबा एटा सॉरी पिला माने टिके बुझी पारलो संबल को आम अधिक दिन पर्यंत व्यवहार करिपरिबा एवं परिवेश को सुरक्षित रखिपरिबा दीटा जिंस दरकार संबलर सुपरिचालना पई बुझी पारलो ठीक अछि नेक्स्ट लाइन देखिबा कोन अछि एबे अछि हमर धारणीय विकासटा बहुत बहुत इंपोर्टेंट धारणीय विकासटा बहुत बहुत इंपोर्टेंट हैला कोन लिखाइ छी ना एहा एक बहुत गुरुत्वपूर्ण चिंताधारा जहाँ आज समय पृथ्वी को बचाया पई अति दरकारी हैला माने धारणीय विकासटा एमती गोटे जिंस जहाँ कि समस्त जानिबा दरकार पृथ्वी रे बंचिया पई धारणीय विकास रो महत्व अत्यंत रही तो तार संज्ञा देखिबा डेफिनेशन फास्ट लिखिबो संज्ञा हैला तो कौन लिखाई ना परिवेश को क्षति न पहुंचाई संबल एहीपरि भाव में विनियोग करवा जहाद्वारा आम आज आवश्यकता पूरण एवं भविष्यत पीढ़ी संबल सुरक्षित रहिबो देख केते सुंदर डेफिनेशन लिखाई केते इजी लाइन रे परिवेश को क्षति न पहुंचाई संबल को आम एमती व्यवहार करवा जे जहाँकि आमर आवश्यकता पूरण करिवो ता सहित आम भविष्यत पीढ़ी को मध्य सुरक्षित करिकी रखिबो सेईटा को आमर कोन कहगला ना आमर धारणीय विकास बोली कहगला बुझी पारलो माने एमती संबल आमे परिवेश को क्षति न पहुंचाई संबलर व्यवहार एमिति करवा जहाँकि आम 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 मानकर आवश्यकता भी पूरण करिवो आजिका दिन रे ता सहित भविष्यत पीढ़ी पई मध्य संबल सुरक्षित होइकी रहिबो बुझी पारलो यार मुख्य लक्ष्य कोन या संबल व्यवहार एवं संरक्षण मध्य एक संतुलन बा बैलेंस रक्षा करे एवं आमे संबल को एमती व्यवहार करिया उचित नै जे आगो को सब सरी जो बुझी पारलो या संबल व्यवहार एवं संरक्षण मध्य गोटे बैलेंस सृष्टि करे गोटे माने संतुलन रक्षा करे माने एबे व्यवहार करदवा फ्यूचर पय किछि नथिबो सेमति नै एबे एमती व्यवहार करबा जेति की दरकार सेमति की लिमिट रे व्यवहार करिया एवं फ्यूचर पय मध्य आमे साइति करी रखिबा भविष्यत पीढ़ी पय मध्य आमे हमर साइति करी रखिबा तार हला मुख्य लक्ष्य कार धारणा विकास रो दिरा जिंस जानलो संज्ञा एवं धारणा विकास तापरे तार धारणा विकास रो किछि मुख्य नीति जोडे प्रिंसिपल को जे फर्स्ट हला जीव जगत प्रति सम्मान ए मुख्य नीति गुडा मन रखिबो जीव जगत प्रति सम्मान पृथ्वी रे सब प्रकार जीवजंतु एवं गछलता को सम्मान देबा सेमानकर जत्न नेबा पृथ्वी रे सब प्रकार जीवजंतु एवं गछलता को सम्मान देबा एवं सेमानकर जत्न नेबा तार जीवन धारण मान रे उन्नति समस्त पई स्वास्थ्य शिक्षा एवं सुविधा सुजोग बढ़ाइबा हला तापर पृथ्वी रे विविधता रखिया पृथ्वी रे प्राकृतिक शक्ति एवं भिन्न भिन्न प्रकार जीव समूह को बचाई रखिबा तापर संबलर क्षय रखिबा प्राकृतिक संबलर अजता क्षय को यथा संभव कमेबा एवं व्यक्तिगत सचेतनता परिवेश प्रति आमर व्यवहार एवं चिंताधारा परिवर्तन आनिबा जेपरि कि पानी नष्ट न करिबा गछ न कटिया बुझी पारला फास्ट कोन करिबा ना जीव जगत प्रति सम्मान देबा सब जीवजंतु गछलता को सम्मान देबा समस्तଙ୍କର जत्न देबा समस्त गोटे आखिरे देखिबा काहाकू पातर अंतर करिबा नै बुझी पारला तापर जीवन धारण मान रे उन्नति माने आम जीवन बंचिया माध्यम कौशली को आमे उन्नत मान करिबा समस्त पई उचित स्वास्थ्य उचित शिक्षा सुविधा जगाई देबा काहाकू माने एमती नाही कि समस्त किछि लोक पाठ पढिबे किछि लोक भल स्वास्थ्य भल हॉस्पिटल जे चिकित्सित होबे आउ किछि नाही समस्त को उन्नत मानर स्वास्थ्य शिक्षा एवं सुविधा सब प्रकार सुविधा जगाई देबा तापरे पृथ्वी रे जेते सब प्राकृतिक शक्ति एवं भिन्न भिन्न प्रकार जीव समूह को बंचाई रखिबा जेहेतु से सब आम पई बहुत मूल्यवान तेणु समस्त को आमे प्रिजर्व बंचाई करी रखिबा तापरे संबलर क्षय रखिबा बुझी पारला प्रथमे जीव जगत प्रति सम्मान तापरे जीवन धारण मान रे उन्नति तापरे पृथ्वी रे थिबा विविधता बा प्राकृतिक शक्ति रे रक्षा तापरे संबल क्षय रखिबा प्राकृतिक संबल जेते सब अजता क्षय को रखिबा तापरे व्यक्तिगत सचेतनता परिवेश प्रति आमर व्यवहार और चिंताधारा रे परिवर्तन आनिबा बुझी पारला पांचटा जिंस कौन कौन जीव जगत प्रति सम्मान जीवन धारण मान रे उन्नति पृथ्वी रे विविधता रक्षा संबलर क्षय रखिबा एवं व्यक्तिगत सचेतनता निज निज भीतर आमे सचेतनता आनिबा बुझी पारलो फास्ट देखिले संज्ञा बुझिले तापर मुख्य लक्ष्य तापर मुख्य नीति तापर अंतर्जातीय प्रयास
1992 ମସିହାରେ ବ୍ରାଜିଲର ରିଓ ଡି ଜାନେରିଓ ଠାରେ ପ୍ରଥମ ଥର ପାଇଁ ବିଶ୍ୱ ବୈଠକ ବା ଧରିତ୍ରୀ ସମ୍ମିଳନୀ ହୋଇଥିଲା। ସେଠାରେ ବିଶ୍ୱର ନେତାମାନେ ପୃଥିବୀର ପରିବେଶ ସୁରକ୍ଷା ଓ ଧାରଣ ବିକାଶ ପାଇଁ ଏକ ସଂକଳ୍ପ ନେଇଥିଲେ। ଏଇଟା ସର୍ଟ କ୍ୱେଶ୍ଚିନ୍ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆମର କୋଉଠିରେ କେଉଁ ମସିହାରେ ଫାଷ୍ଟ ହେଲା? 1992 ମସିହାରେ। ଏଇଠି ଦେଖ ହାଇଲାଇଟ୍ କରାଯାଇଛି କୋଉଠି ହେଲା? ରିଓ ଡି ଜାନେରିଓ ଠାରେ ହେଲା। କଣ ବସିଲା? ବିଶ୍ୱ ବୈଠକ ବା ଧରିତ୍ରୀ ସମ୍ମିଳନୀ। ସେଠାରେ ବିଶ୍ୱର ନେତାମାନେ ପୃଥିବୀର କୋଉ ଉପରେ ସଂକଳ୍ପ ନେଇଥିଲେ? ନା ପରିବେଶ ସୁରକ୍ଷା ଏବଂ ଧାରଣୀୟ ବିକାଶ। ପରିବେଶ ସୁରକ୍ଷା ଏବଂ ଧାରଣୀୟ ବିକାଶ ଫାଷ୍ଟ କୋଉଠି ହେଇଥିଲା? ବ୍ରାଜିଲର ରିଓ ଡି ଜାନେରିଓ। କୋଉ ମସିହାରେ ହେଇଥିଲା? 1992 ମସିହାରେ। ଆମର କଣ ତାକୁ କୁହାଗଲା? ବିଶ୍ୱ ବୈଠକ ବା ଧରିତ୍ରୀ ସମ୍ମିଳନୀ। ସେଠାରେ ବିଶ୍ୱର ନେତାମାନେ କଣ ପାଇଁ ସଂକଳ୍ପ ନେଲେ? ନା ପରିବେଶ ସୁରକ୍ଷା ଏବଂ ଧାରଣୀୟ ବିକାଶ। ଚାରିଟା ଜିନିଷ ପାଇଲ। ବୁଝିପାରିଲ କେବେ ହେଇଥିଲା, କୋଉଠି ହେଇଥିଲା, ସମ୍ମିଳନୀର ନାଁ କଣ ଏବଂ କଣ ସେମାନେ ସେଠି ସଂକଳ୍ପ ନେଇଥିଲେ। ତାପରେ ତାର ସାର କଥା ହେଲା ଆମେ ପୃଥିବୀର ମାଲିକ ନୁହେଁ ବରଂ ଜଣେ ରକ୍ଷକ। ଧାରଣୀୟ ବିକାଶ ଆମକୁ ଶିଖାଏ ଯେ ସମ୍ବଳର ସୀମିତ ବ୍ୟବହାର କରି ଆମେ କିପରି ଏକ ସୁନ୍ଦର ଭବିଷ୍ୟତ ଗଢି ପାରିବା। ବୁଝିପାରିଲ? ତ ଧାରଣୀୟ ବିକାଶ କଣ? ଧାରଣୀୟ ବିକାଶର ସଂଜ୍ଞା ଲେଖିବ, ତାର ମୁଖ୍ୟ ଲକ୍ଷ୍ୟ ଲେଖିବ, ମୁଖ୍ୟ ନୀତି 5ଟି ଲେଖିବ, ଆନ୍ତର୍ଜାତୀୟ ପ୍ରୟାସ କେବେ କୋଉଠି କରାଯାଇଥିଲା, ତାପରେ ତାର ସାର କଥା ରହିଛି। ଚାରିଟା ଜିନିଷ ତମେ ଭଲସେ ମନେ ରଖିବ। ଧାରଣୀୟ ବିକାଶଟି ବହୁତ ଇମ୍ପୋର୍ଟାଣ୍ଟ। ଠିକ ଅଛି। ତାପରେ ସମ୍ବଳକୁ ସୁରକ୍ଷିତ ରଖିବା ଏବଂ ପରିବେଶକୁ ବଞ୍ଚାଇବା ପାଇଁ 3ଟି ଆର୍ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 3ଟି ଆର୍ ରେ ବି ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଏଇଟା ମନେ ରଖିବ 3ଟି ଆର୍। ଏଇ 3ଟି ଉପାୟ କଣ? ନା ରିଡ୍ୟୁସ୍, ରିୟୁଜ୍, ରିସାଇକେଲ। କଣ? ରିଡ୍ୟୁସ୍, ରିୟୁଜ୍, ତ ଫାଷ୍ଟ ରିଡ୍ୟୁସ୍ ହେଲା କଣ? ବ୍ୟବହାର ହ୍ରାସ କରିବା। ରିଡ୍ୟୁସ୍ କରିଦେବା ଆମେ। ରିୟୁଜ୍ ହେଲା ୟୁଜ୍ କରିକି ପୁଣି ରିୟୁଜ୍ କରିବା, ପୁନଃ ବ୍ୟବହାର କରିବା। ରିସାଇକେଲ ପୁନଃ ଚକ୍ରଣ, ଗୋଟେ ଜିନିଷ ବ୍ୟବହାର କରିକି ପୁଣି ରିସାଇକେଲିଂ କରିକି ଆଉ ଥରେ ଗୋଟେ ନୂଆ ଜିନିଷ କରି ଆମେ ବ୍ୟବହାର କରିବା। ଦେଖ ରିଡ୍ୟୁସ୍ ହେଉଛି ଏହାର ଅର୍ଥ ହେଉଛି ସମ୍ବଳର ଅଯଥା ବ୍ୟବହାର ବା ଅପଚୟକୁ କମାଇବା। ଆମର ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା। ଦରକାର ନଥିଲା ବେଳେ ଫ୍ୟାନ୍ ଲାଇଟ୍ ଦେବାନି, ଆବଶ୍ୟକ ନଥିଲେ ପାଣିର ଟ୍ୟାପ୍ ବନ୍ଦ କରିଦେବା, ଦରକାର ନଥିଲେ ଜିନିଷ ୟୁଜ୍ କରିବାନି, ଏକ୍ସଟ୍ରା ଆମେ ୟୁଜ୍ କରିବା ନାହିଁ। ବୁଝିପାରିଲ? ତାପରେ ରିୟୁଜ୍, ଗୋଟିଏ ଜିନିଷକୁ ଥରେ ବ୍ୟବହାର କରି ଫିଙ୍ଗି ନ ଦେଇ ବାରମ୍ବାର ତାକୁ ବ୍ୟବହାର କରିବାକୁ ପୁନଃ ବ୍ୟବହାର କୁହାଯାଏ। ଏହା ଦ୍ୱାରା ନୂଆ ସମ୍ବଳ ଉପରେ ଚାପ କମିଥାଏ। ଗୋଟେ ଜିନିଷ ଯଦି ଆମର କାମରେ ଆସିଲା ତାକୁ ଯଦି ଆଉ କିଛି ହେଇପାରିବ ୟୁଜ୍, ମାନେ ସେଇଟା ଯଦି ଆମେ ଆଉଥରେ ସେ ଜିନିଷଟି କରିପାରିବା ତ କାହିଁକି ଆମେ ତାକୁ ଫିଙ୍ଗିବା? ସେଇଟା ଆଉଥରେ ଆମେ ବ୍ୟବହାର କରିଦେବା। ତ ସେଇଟା ହେଲା ଆମର ରିୟୁଜ୍। ଦେଖ ଉଦାହରଣ ମାନେ ପୁରୁଣା କାଚ ବୋତଲ ପ୍ଲାଷ୍ଟିକଟାକୁ ଫିଙ୍ଗି ନ ଦେଇ ସେଥିରେ ଅନ୍ୟ ସାମଗ୍ରୀ ରଖିବା। ଯେମିତି ଯଦି ଆମେ ଘରେ ଗୋଟେ ହର୍ଲିକ୍ସ ଆଣୁଛନ୍ତି, ହର୍ଲିକ୍ସଟା ଆଣିଲେ ଖାଇଦେଲେ ହର୍ଲିକ୍ସର ଡବାଟାକୁ ଯଦି ଆମେ ଫିଙ୍ଗିଦେବା ତ ସେଇଟା ଆମର କଣ ହେଲା? ସେଇଥିରେ ଚାହିଁଥିଲେ ଆମେ ହର୍ଲିକ୍ସ ଡବାଟାକୁ ସଫା କରି ଧୋଇକି ଖରାରେ ଶୁଖେଇ ସେଥିରେ ଆମେ କିଛି ଜିନିଷ ରଖିପାରିଥାନ୍ତେ, ଚିନି ପାଇଁ ହଉ କି ଘରର ଲୁଣ ହଉ। ତ ସେଇଟା ହେଲା ରିୟୁଜ୍। ଗୋଟିଏ ଜିନିଷକୁ ଆଣିକି ତାକୁ ଆମେ ଫିଙ୍ଗି ନ ଦେଇକି ଆଉ କିଛି ଅନ୍ୟ କାମରେ ଲଗେଇ ପାରିଲେ କିମ୍ବା ପୁଣି ବ୍ୟବହାର କରିପାରିଲେ ତାକୁ ଆମେ ପୁନଃ ବ୍ୟବହାର ବା ରିୟୁଜ୍ ବୋଲି କୁହନ୍ତି। ବୁଝିପାରିଲ? ଠିକ ଅଛି। ତାପରେ ରିସାଇକେଲ, ବ୍ୟବହୃତ ହୋଇସାରିଥିବା ପୁରୁଣା ଜିନିଷକୁ କଳକାରଖାନାରେ ପ୍ରକ୍ରିୟାକରଣ କରି ପୁଣି ନୂଆ ଜିନିଷ କରିବାକୁ ପୁନଃଚକ୍ରଣ କୁହାଯାଏ। ମାନେ ବ୍ୟବହାର କରିସାରିଲେ ତାକୁ ଫିଙ୍ଗିଦେଲେ ପୁଣି ଆଉଥରେ ଯେଉଁ କଳକାରଖାନାରେ ପ୍ରକ୍ରିୟାକରଣ କରନ୍ତି ତାହାକୁ ଆମେ ପୁନଃଚକ୍ରଣ କୁହନ୍ତି। ଉଦାହରଣ ପୁରୁଣା ଖବରକୁ ନୂଆ ଖବର କାଗଜ କରିବା, ପୁରୁଣା ଲୁହା ବା ପ୍ଲାଷ୍ଟିକ ଜିନିଷକୁ ତୋଳାଇ ନୂଆ ପଦାର୍ଥ କରିବା। ଏଇ ଯେଉଁ ଆମ ସବୁ ଗାଁ ମାନଙ୍କୁ ଯାଆନ୍ତି ଲୁହା ଟିଣ ମାନେ, ଲୋକମାନେ ସବୁ ଲୁହା ଟିଣ ଖାତା ବହି ସବୁ ପୁରୁଣା ଜିନିଷ ନେଇକି ଆସନ୍ତି। ତା ବଦଳରେ ଲୋକମାନଙ୍କୁ ପଇସା ଦିଅନ୍ତି। ତ ସେଇ ସବୁ ଜିନିଷ ସେମାନେ ନେଇକି କୋଉଠି ଦିଅନ୍ତି? କଳକାରଖାନାରେ ଦିଅନ୍ତି। କଳକାରଖାନାରେ ଲୋକମାନେ ସେ ସବୁ ଜିନିଷରୁ ଆମର ଲୁହା ପ୍ଲାଷ୍ଟିକକୁ ନେଇକି ସେଠୁ ନୂଆ ଜିନିଷ କରନ୍ତି। ଖବର କାଗଜକୁ ନେଇକି ନୂଆ କାଗଜ ତିଆରି କରନ୍ତି। ଏଇଟା ହେଲା ଆମର ରିସାଇକେଲ। ବୁଝିପାରିଲ? ତମେ ମାନେ ବି ଛୋଟବେଳେ କରିଥିବ, ଏବେ ବି କରୁଥିବ। ଏହା ହେଲା ବୁଝିପାରିଲ 3ଟା ଆର୍ ଆମର କାମ। ନା ସମ୍ବଳକୁ କଣ କରିବା ପାଇଁ ଆମର ଆର୍ ଦରକାର? ନା ସୁରକ୍ଷିତ ରଖିବା ଏବଂ ପରିବେଶକୁ ବଞ୍ଚେଇବା। ଏଇଟା ମନେ ରଖିବ, ସୁରକ୍ଷିତ ରଖିବା ଏବଂ ପରିବେଶକୁ ବଞ୍ଚେଇବା। ବୁଝିପାରିଲ? ତ 3ଟି ଆର୍ ଆମର କଣ କଣ? ନା ଆମର 3ଟି ଆର୍ ହେଲା ରିଡ୍ୟୁସ୍, ରିୟୁଜ୍, ରିସାଇକେଲ। ବ୍ୟବହାର ହ୍ରାସ କରିବା, ପୁନଃ ବ୍ୟବହାର କରିବା, ରିସାଇକେଲ କରିବା। ରିଡ୍ୟୁସ୍ ମାନେ ଆମ ବ୍ୟବହାରର ଯେଉଁ ଅଯଥା ବ୍ୟବହାର କରୁଛନ୍ତି ତାକୁ କମାଇ ଦେବା। ରିୟୁଜ୍ ହେଲା ଗୋଟିଏ ଜିନିଷକୁ ଥରେ ବ୍ୟବହାର କରିକି ତାକୁ ଆଉ ଥରେ ଆମେ ବ୍ୟବହାର କରିବା ପାଇଁ ଚେଷ୍ଟା କରିବା। ଆଉ ରିସାଇକେଲ ହେଲା ବ୍ୟବହୃତ ଥରେ ଜିନିଷକୁ ଆମେ କଳକାରଖାନାରେ ପ୍ରକ୍ରିୟାକରଣ କରି ପୁଣି ନୂଆ ଜିନିଷ କରି ତାକୁ ବ୍ୟବହାର କରିବା। ଠିକ ଅଛି। ବୁଝିପାରିଲ? ନେକ୍ସଟ ଯିବା। ତାପରେ କଣ ଅଛି? ଭାରତ ଯେଉଁ ଆମର ଏକ ବିଶାଳ ଦେଶ ଏବଂ ସେଠାରେ ସମ୍ବଳର ବଣ୍ଟନ ବହୁତ ଅସମାନ। ଏହା କୌଣସି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମ୍ବଳ ପ୍ରଚୁର ମାତ୍ରାରେ ଥିଲାବେଳେ ଅନ୍ୟ ଏକ ଅଞ୍ଚଳରେ ତାହାର ଅଭାବ ଦେଖାଯାଏ। ତେଣୁ ଦେଶରେ ସନ୍ତୁଳିତ ବିକାଶ ପାଇଁ ଆମର କଣ ଦରକାର? ସମ୍ବଳ ଯୋଜନା ଦରକାର। ଆମେ ନିହାତି ସମ୍ବଳ ଯୋଜନା କରିବା ଦରକାର। କାରଣ ଗୋଟିଏ ଜାଗାରେ ବହୁତ ସାରା ଜିନିଷ ଅଛି, ଆଉ ଗୋଟେ ଜାଗାରେ ସେ ଜିନିଷ ନାହିଁ। ତ ସେଥିପାଇଁ ଆମେ ସମ୍ବଳ ଯୋଜନା ମାଧ୍ୟମରେ ସେଇ ଜିନିଷଟିକୁ ବାଲାନ୍ସ କରିପାରିବା। ତ ବୁଝିପାରିଲ? ଭାରତରେ ସମ୍ବଳ ଯୋଜନାର ମୁଖ୍ୟ ଦିଗ ଗୁଡ଼ିକ ଦେଖିବା। କଣ? ନା ସମ୍ବଳ ଯୋଜନାର ମୁଖ୍ୟ ଦିଗ ଗୁଡ଼ିକ ଦେଖିବା। ଫାଷ୍ଟ ଅଛି ସମ୍ବଳର ଅସମାନ ବଣ୍ଟନ। ଦେଖ ମାନେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ରେ ଆମେ ପଢ଼ିଲେ କଣ? ନା ଖଣିଜ ସମ୍ବଳ, କୋଇଲା ପ୍ରଚୁର ପରିମାଣରେ ରହିଛି। ଅରୁଣାଚଳ ପ୍ରଦେଶରେ ଜଳ ସମ୍ବଳ ଅଛି କିନ୍ତୁ ରାସ୍ତାଘାଟ ଭିତ୍ତିଭୂମି ନାହିଁ। କଣ ନାହିଁ? ଜଳ ସମ୍ବଳ ଅଛି କିନ୍ତୁ ରାସ୍ତାଘାଟ ଭିତ୍ତିଭୂମି ନାହିଁ।
ରାଜସ୍ଥାନ ସୌରଶକ୍ତି ପବନ ଶକ୍ତି ବହୁତ ରହିଛି କିନ୍ତୁ ଆମର ଜଳ ସମ୍ବଳ ନାହିଁ। ଲଦାଖ ଏକ ଶୀତଳ ମରୁଭୂମି, ସାଂସ୍କୃତିକ ବିଭବ ଥିଲେ ମଧ୍ୟ ଏଠାରେ ଜଳ ମାନେ ଜରୁରୀ ଖଣିଜ ଅଭାବ ରହିଛି। ତ ଜାଗା ନେଇକି ଜାଗାରେ କିଛି ଜାଗାରେ ବହୁତ କିଛି ଜିନିଷ ରହିଛି, ସେଇ ଜିନିଷ ଗୁଡ଼ା ଅନ୍ୟ ଏକ ଜାଗାରେ ବହୁତ ମାତ୍ରାରେ ବିଲୁପ୍ତ ଦେଖାଯାଉଛି। ତ ସେଥିପାଇଁ ସମ୍ବଳର ବଣ୍ଟନ ଅସମାନ, ସେଥିପାଇଁ ଆମେ ସମ୍ବଳର ଯୋଜନା କରିଛେ। ତ ବୁଝିପାରିଲ। ତାପରେ ସମ୍ବଳ ଯୋଜନାର ସୋପାନ ସୋପାନ କ'ଣ ନା କେମିତି ସମ୍ବଳ ଯୋଜନା ଆମେ କରିବା, ଫାଷ୍ଟ ଆମେ ସେଇଟା ପଢ଼ିଲେ। ତ ଏବେ ଦେଖିବା ପିଲାମାନେ ଆମର ସମ୍ବଳ ଯୋଜନାର ସୋପାନ ମାନେ ତାର କ'ଣ କ'ଣ ସବୁ ଷ୍ଟେଜେସ୍ ରହିଛି, ସୋପାନ ରହିଛି ସମ୍ବଳ ଯୋଜନାର ଆମେ ବର୍ତ୍ତମାନ ଦେଖିବା। ମୁଖ୍ୟତଃ ଆମ ଭାରତରେ ସମ୍ବଳ ଯୋଜନା ତିନୋଟି ସ୍ତରରେ କରାଯାଇଥାଏ, ତିନୋଟି ସ୍ତରରେ ତିନୋଟି ଉପାୟରେ କରାଯାଇଥାଏ। ଯେମିତି ଆମେ ଦେଖିଲେ କ'ଣ ସମ୍ବଳର ସୁପରିଚାଳନା ଦେଖିଥିଲେ, ଯେମିତି ଦେଖିଥିଲେ ଆମେ ସେଠି ଫାଷ୍ଟ କ'ଣ ପର୍ଯ୍ୟବେକ୍ଷଣ କରିବା, ତାପରେ ତାର ଚିହ୍ନଟ କରିବା, ତାଲିକାର ସାରଣୀ କରିବା, ବୁଝିପାରିଲ। ତାପରେ ଆମେ କ'ଣ କରିବା, ତାଲିକାର ସାରଣୀ କରିବା, ତାପରେ ତାର ଉପଯୁକ୍ତ ଜ୍ଞାନ କୌଶଳ କରି ବ୍ୟବହାର କରିବା, ତାପରେ ତାର ଜାତୀୟ ଯୋଜନା ସହିତ ସମନ୍ୱୟ କରିବା। ଠିକ୍ ସେହିପରି ଏଠି ସମ୍ବଳ ଯୋଜନାର ସୋପାନ ମଧ୍ୟ ସେମିତି ରହିଛି। ଯେମିତିକି ପ୍ରଥମେ ରହିଲା ଚିହ୍ନଟ ଓ ତାଲିକା। ଦେଶରେ ବିଭିନ୍ନ ଅଞ୍ଚଳରେ ସମ୍ବଳ ଖୋଜିବା, ସର୍ଭେ କରିବା, ମାନଚିତ୍ର ପ୍ରସ୍ତୁତ କରିବା ଏବଂ ସମ୍ବଳର ପରିମାଣ ଏବଂ ଗୁଣବତ୍ତାକୁ ମାପିବା। ସେମିତି ଆମେ ପଢ଼ିଥିଲେ। ଫାଷ୍ଟ ଆମେ ଚିହ୍ନଟ କରିବା, ତାପରେ ତାଲିକା ପ୍ରସ୍ତୁତ କରିବା। କୋଉଠି ନା ସମ୍ବଳ କୋଉଠି ରହିଛି, ତାର କେତେ ଗୁଣବତ୍ତା, ତାର କେତେ ପରିମାଣରେ ସେ ରହିଛି, ତାର ଗୋଟେ ମାନଚିତ୍ର ପ୍ରସ୍ତୁତ କରିବା, ସେଇଟା ହେଲା ଆମର ଚିହ୍ନଟ ବା ତାଲିକା। ତାପରେ ଜ୍ଞାନ କୌଶଳ ପ୍ରୟୋଗ, ସମ୍ବଳକୁ ବ୍ୟବହାର କରିବା ପାଇଁ ଉପଯୁକ୍ତ ଜ୍ଞାନ କୌଶଳ, ଯନ୍ତ୍ରପାତି ଏବଂ ଦକ୍ଷ କାରିଗରର ଅବା ଅନୁଷ୍ଠାନ ଗଢ଼ିବା। ବୁଝିପାରିଲ, ଉପଯୁକ୍ତ ଜ୍ଞାନ କୌଶଳର ପ୍ରୟୋଗ କରିବା। ତାପରେ ଜାତୀୟ ଯୋଜନା ସହ ସମନ୍ୱୟ, ତାପରେ ଆଞ୍ଚଳିକ ସମ୍ବଳ ବିକାଶ ଯୋଜନାକୁ ଦେଶର ମୋଟ ବିକାଶ ବା ଜାତୀୟ ଯୋଜନା ସହିତ ସମନ୍ୱିତ କରିବା। ବୁଝିପାରିଲ ସମ୍ବଳ ଯୋଜନାର ସୋପାନ। ଠିକ୍ ଅଛି। ତାପରେ ଦେଖିବା ଆମର କ'ଣ ନା ସ୍ୱାଧୀନତା ପରର ପ୍ରୟାସ। ଭାରତରେ ସ୍ୱାଧୀନତା ପାଇବା ପରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଫାଷ୍ଟ 5 ଇୟର ପ୍ଲାନ୍ରୁ ହିଁ ସମ୍ବଳ ଯୋଜନା ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା ଜାରି ରଖିଛି। କେବଳ ସମ୍ବଳ ଥିଲେ ବିକାଶ ହୁଏ ନାହିଁ, ତା ସହିତ ଉପଯୁକ୍ତ ଜ୍ଞାନ କୌଶଳ ଏବଂ ସଂସ୍ଥାଗତ ପରିବର୍ତ୍ତନ ମଧ୍ୟ ଦରକାର। ବୁଝିପାରିଲ। ଭାରତ ସ୍ୱାଧୀନତା ପାଇବା ପରେ ଆମର କେବେଠୁ ଆରମ୍ଭ କରିଛି ନା ଆମର ପଞ୍ଚବାର୍ଷିକ ଯୋଜନା 5 ଇୟର ପ୍ଲାନ୍ସରୁ ଆମର ସେ ସମ୍ବଳ ବିଷୟରେ ସବୁ କ'ଣ ଯୋଜନା ସବୁ ଆମର ସେଠାରେ କ'ଣ କରିଛି, ଆଲୋଚନା କରିଛି। ଠିକ୍ ଅଛି। ତ ଏଠି କୁହାଗଲା କେବଳ ସମ୍ବଳ ଥିଲେ ବିକାଶ ହୁଏ ନାହିଁ, ଉପଯୁକ୍ତ ଜ୍ଞାନ କୌଶଳ ଏବଂ ସଂସ୍ଥାଗତ ପରିବର୍ତ୍ତନ ମଧ୍ୟ ଦରକାର। କେବଳ ସମ୍ବଳକୁ ଆମେ ରଖିଦେଲେ ହେବ ନାହିଁ, ସେଥିରେ ସମ୍ବଳର ବିକାଶ ହେବନି, ତା ସହିତ ଉପଯୁକ୍ତ ଜ୍ଞାନ କୌଶଳ ଏବଂ ସଂସ୍ଥାଗତ ପରିବର୍ତ୍ତନ ମଧ୍ୟ ଦରକାର। ବୁଝିପାରିଲ। ତ ତାପରେ ଏଠି କହୁଛି ତାର ସାର କଥା କ'ଣ ନା ସମ୍ବଳ ଥିଲେ ବିକାଶ ହୁଏ ନାହିଁ, ସରି ପିଲାମାନେ ଟିକେ ଦେଖ ସାର କଥା, ସମ୍ବଳ ଯୋଜନା ଦ୍ୱାରା ହିଁ ଆମେ ପ୍ରତ୍ୟେକ ଅଞ୍ଚଳର ସମସ୍ୟା ଦୂର କରି ଏକ ସମୃଦ୍ଧ ଗଢ଼ି ପାରିବା। ବୁଝିପାରିଲ। ସମ୍ବଳର ଯୋଜନା କ'ଣ କ'ଣ, ଫାଷ୍ଟ କହିଲା କି ସମ୍ବଳର ଅସମାନ ବଣ୍ଟନ କୋଉଠି କୋଉଠି ରହିଛି, ତାପରେ ସେଇ ଅସମାନ ବଣ୍ଟନକୁ ଆମେ ସୁଧାରିବା ପାଇଁ ଏବଂ ସମ୍ବଳର ସମସ୍ତଙ୍କୁ ସବୁ ପ୍ରକାର ସମ୍ବଳକୁ ଆମେ କ'ଣ ସନ୍ତୁଳିତ ସନ୍ତୁଳିତ ମାତ୍ରାରେ ଦେଶ ସାରା ତାକୁ ସନ୍ତୁଳିତ ମାତ୍ରାରେ ରଖିବା ପାଇଁ ଆମର ସମ୍ବଳର ଯୋଜନାର ଆବଶ୍ୟକତା ରହିଛି। ତ ସେଥିପାଇଁ କିଛି ସମ୍ବଳ ଯୋଜନାର ତିନୋଟି ସୋପାନ ରହିଛି, ତିନୋଟି ସୋପାନ ଆମେ ପଢ଼ିଲେ। ତାପରେ ସ୍ୱାଧୀନତା ପରର ପ୍ରୟାସ କ'ଣ କ'ଣ ରହିଛି ଆମେ ଦେଖିଲେ। ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ମଧ୍ୟ ସମ୍ବଳକୁ କିପରି ସମ୍ବଳ ଯୋଜନାର ଲକ୍ଷ୍ୟ ହାସଲ କରାଯାଇପାରିବ ସେହି ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ସମ୍ବଳ ଯୋଜନା ଉପରେ ଥିଲା ସେତିକି। ତାପରେ ଦେଖିବା, ତାପରେ ପୃଥିବୀରେ ଜୈବ ବିବିଧତା ବା ବିଭିନ୍ନ ପ୍ରକାର ଉଦ୍ଭିଦଙ୍କୁ ବଞ୍ଚାଇବା ପାଇଁ IUCN, ଯୋଉଟାକି ଆମର ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା କାମ କରୁଛି। ଏଇଟା ତମେ ଜାଣିଥିବ, IUCN ଆମ ଅନ୍ତର୍ଜାତୀୟ ସ୍ତରରେ ପୃଥିବୀର ଜୈବ ବିବିଧତା ବିଭିନ୍ନ ପ୍ରାଣୀ ଉଦ୍ଭିଦକୁ ସଂରକ୍ଷଣ କରି ରଖିବା ପାଇଁ, ତାଙ୍କର ସବୁ ପ୍ରକାର ଜିନିଷକୁ ବୁଝିବା ପାଇଁ, କେତେ ପ୍ରକାର ବିଲୁପ୍ତ ପ୍ରାଣୀ ରହିଛନ୍ତି, କେବେ ମାନେ କେତେ ଏଣ୍ଡେଞ୍ଜର୍ଡ ସ୍ପେସିସ୍, କେତେ ଏକ୍ସଟିଣ୍ଟ ହେଲେଣି, ସବୁ ପ୍ରକାର ଜିନିଷ ସବୁ ପ୍ରକାର ଡାଟା IUCN ପାଖରେ ଥାଏ। IUCN ସବୁବେଳେ ତାର ଲେବୁଲରେ କାମ କରୁଥାଏ, ତ ଆନ୍ତର୍ଜାତୀୟ ଲେବୁଲରେ କେମିତି ସବୁ ପ୍ରକାର ପ୍ରାଣୀ ଜୀବକୁ ସେ ବଚାଇ ରଖିବ। ତ ବୁଝିପାରିଲ। ତ ଜାତିସଂଘର ଏକ ସଦସ୍ୟ ଭାବରେ ଭାରତ ମଧ୍ୟ ଏହି ସଂସ୍ଥାର ନିୟମକୁ ମାନି ଜୀବଜନ୍ତୁଙ୍କୁ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି। ତ ଭାରତ କ'ଣ ଜାତିସଂଘର ସଦସ୍ୟ ହେଇଥିବା ହେତୁ ସେ ମଧ୍ୟ IUCN ସମସ୍ତ ନିୟମକୁ ମାନି ଜୀବଜନ୍ତୁଙ୍କୁ ସୁରକ୍ଷା ରଖିବା ଉଚିତ। ବୁଝିପାରିଲ। ତ IUCN ପ୍ରାଣୀ ଓ ଉଦ୍ଭିଦମାନଙ୍କର ଅବସ୍ଥା ଅନୁସାରେ ସେମାନଙ୍କୁ 5ଟି ମୁଖ୍ୟ ଭାଗରେ ବିଭକ୍ତ କରିଛି। ଏଇଟା ମନେ ରଖିବ। IUCN ପ୍ରାଣୀ ଓ ଉଦ୍ଭିଦମାନଙ୍କର କୋଉ ଅନୁସାରେ, ଅବସ୍ଥା ଅନୁସାରେ ସେମାନଙ୍କୁ 5ଟି ମୁଖ୍ୟ ଭାଗରେ ବିଭକ୍ତ କରିଛି। ଆଉ IUCN ର ଡେଫିନେସନ ତାର ଷ୍ଟାଣ୍ଡାର୍ଡ ଫୁଲ ଫର୍ମଟା ମନେ ରଖିବ, ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର। କ'ଣ
ନା ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର। ବୁଝିପାରୁଛ ପିଲାମାନେ, ପାଠ ଏତେ କିଛି କଷ୍ଟ ନାହିଁ, ବାକି ତମେ ମାନେ ମନ ଦେଇକି ଟିକେ ପଢିବ ଆଉ ସବୁ ଜିନିଷକୁ ଟିକେ ରିଲେଟ କରି କରି ପଢି ପଢି ମନେ ରଖିବ। ଠିକ ଅଛି, ଏବେ ଦେଖିବା ନା ଆୟୁସିଏନ ପ୍ରାଣୀ ଓ ଉଦ୍ଭିଦ ମାନଙ୍କ ଅବସ୍ଥା ଅନୁସାରେ 5ଟି ମୁଖ୍ୟ ଭାଗରେ ବିଭକ୍ତ କରିଛି। ତ କଣ କଣ, ଯୋଉଟା ମୁଁ କହୁଥିଲି ବିଲୁପ୍ତ ଜାତି, ବିପଦ ସଂକୁଳ ଜାତି, ଅସୁରକ୍ଷିତ ଜାତି, ଦୁର୍ଲଭ ଜାତି, ଅଜ୍ଞାତ ବା କମ ଜଣାଉଥିବା ଜାତି। ତ ବିଲୁପ୍ତ ଜାତି କଣ, ନା ଯେଉଁ ପ୍ରାଣୀ ବା ଉଦ୍ଭିଦ ମାନଙ୍କର ପୃଥିବୀ ପୃଷ୍ଠରେ ସମ୍ପୂର୍ଣ୍ଣ ରୂପେ ସରିଗଲେଣି ଏବଂ ସେମାନଙ୍କର ଗୋଟିଏ ବି ଜୀବ ଏବେ ଦେଖିବାକୁ ମିଳୁନାହିଁ, ସେମାନଙ୍କୁ ବିଲୁପ୍ତ ଜାତି କୁହାଯାଏ। ମାନେ ଯୋଉ ପ୍ରାଣୀ ଆଉ ଉଦ୍ଭିଦ ସମ୍ପୂର୍ଣ୍ଣ ଭାବେ ସରିଗଲେଣି, ତାଙ୍କର ଗୋଟିଏ ବି ଜୀବ ଏବେ ଦେଖିବାକୁ ମିଳୁନି, ସେଟାକୁ ଆମେ ବିଲୁପ୍ତ ଜାତି ବୋଲି କହୁଛେ, ଏକ୍ସଟିଙ୍କ୍ଟ ସ୍ପେସିସ୍ ବୋଲି କହୁଛେ, ଏକ୍ସଟିଙ୍କ୍ଟ ସ୍ପେସିସ୍ ବୋଲି କହୁଛେ। ବୁଝିପାରିଲ, ତାର ଉଦାହରଣ କଣ, ଡୋଡ ପକ୍ଷୀ, ମାମଥ, ଭାରତର ବିଲୁପ୍ତ ହୋଇଯାଇଥିବା ଚିତାବାଘ, ଏଇଟା ମନେ ରଖିବ, ଭାରତର ବିଲୁପ୍ତ ହୋଇଥିବା ଚିତାବାଘ। ଠିକ ଅଛି, ତାପରେ ବିପଦ ସଂକୁଳ ଜାତି, ଏଣ୍ଡେଞ୍ଜର୍ଡ ସ୍ପେସିସ୍। ଏଠି କଣ କହୁଛି, ଯୋଉମାନଙ୍କର ସଂଖ୍ୟା ବହୁତ ଶୀଘ୍ର କମିବାରେ ଲାଗିଛି ଏବଂ ଯଦି ସେମାନଙ୍କୁ ତୁରନ୍ତ ସୁରକ୍ଷା ଦିଆ ନଯାଏ ସେମାନେ ବିଲୁପ୍ତ ହେଇଯିବେ। ବିପଦ ସଂକୁଳ କଣ, ନା ଯୋଉ ପ୍ରାଣୀ ମାନଙ୍କର ସଂଖ୍ୟା ବହୁତ କମ ଅଛି ଆଉ କିଛି ମାତ୍ରାରେ ମାନେ କିଛି ସମୟ ପରେ ସେମାନଙ୍କର କଣ, ସେମାନେ ବିଲୁପ୍ତ ହେଇଯିବାର ସମ୍ଭାବନା ରହିଛି, ମାତ୍ର ତାଙ୍କୁ ଉପଯୁକ୍ତ ସୁରକ୍ଷା ଆମେ ଦେବା ଉଚିତ। ଉପଯୁକ୍ତ ସୁରକ୍ଷା ନଦେଲେ ସେମାନେ ବିଲୁପ୍ତ ହେଇଯିବେ। ସେଇଗୁଡା ସବୁ ହେଲା ଆମ କଣ, ଯୋଉଟା ବିପଦ ସଂକୁଳ ଜାତି। ତାପରେ ଅଛି ଅସୁରକ୍ଷିତ ଜାତି। ଅସୁରକ୍ଷିତ ଜାତି କଣ, ନା ଯେଉଁ ଜୀବମାନଙ୍କର ସଂଖ୍ୟା କମୁଛି ଏବଂ ସେମାନଙ୍କର ବାସସ୍ଥାନ ନଷ୍ଟ ହଉଛି, ଯଦି ଏହି ସମସ୍ୟା ଜାରି ରହେ ସେମାନେ ବିପଦ ସଂକୁଳ ଶ୍ରେଣୀକୁ ଚାଲିଯିବେ। ବୁଝିପାରିଲ, ଯେଉଁ ଜୀବମାନଙ୍କର ସଂଖ୍ୟା କମୁଛି, ମାନେ କମୁଛି ମାତ୍ର କିନ୍ତୁ ଏତେ ବି କମୁନି ଯେ ସେମାନେ କଣ, ବହୁତ ଏତେ ବି କମୁନି, ଗୋଟେ ଲିମିଟ ରେ କମୁଛି, କିନ୍ତୁ ସେମାନଙ୍କର ବାସସ୍ଥାନ ବି ନଷ୍ଟ ହଉଛି, କିନ୍ତୁ ଏମିତି ଯଦି କ୍ରମାଗତ ଲାଗି ରହିବ ସେମାନେ ମଧ୍ୟ ଦିନେ ବିପଦ ସଂକୁଳ ଜାତି ଶ୍ରେଣୀକୁ ଚାଲିଯିବେ। ତ ସେଇ ସବୁ ପ୍ରାଣୀ ମାନଙ୍କୁ କଣ କୁହାଗଲା, ନା ଅସୁରକ୍ଷିତ ଜାତି, ଭଲନେବୁଲ ସ୍ପେସିସ୍, ଭଲନେବୁଲ ସ୍ପେସିସ୍। ତାପରେ ଦୁର୍ଲଭ ଜାତି, ରେୟାର ସ୍ପେସିସ୍। ତାପରେ ଏଠି କଣ କହୁଛି, ନା ଯେଉଁମାନଙ୍କର ସଂଖ୍ୟା ପୃଥିବୀରେ ବହୁତ କମ ଏବଂ ସେମାନେ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଦେଖାଯାଆନ୍ତି, ସେମାନଙ୍କ ଉପରେ କୌଣସି ବିପଦ ଆସିଲେ ସେମାନେ ଖୁବ ଶୀଘ୍ର ଶେଷ ହୋଇଯିବାର ଭୟ ଥାଏ। ବୁଝିପାରିଲ, ଯୋଉ ପ୍ରାଣୀ ମାନେ ଆମର ପୃଥିବୀରେ ବହୁତ କମ ମାତ୍ରାରେ ଅଛନ୍ତି ଏବଂ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଅଛନ୍ତି, ବୁଝିପାରିଲ, କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଅଛନ୍ତି, ମାନେ ସବୁଆଡେ ନାହାନ୍ତି, ଏବଂ ସେମାନଙ୍କ ଉପରେ କିଛି ବି ବିପଦ ଆସିଲେ ସେମାନେ ଖୁବ ଶୀଘ୍ର ଶେଷ ହୋଇଯିବାର ଆଶା ରହିଛି, ଭୟ ରହିଛି, ତ ସେଇଗୁଡାକୁ ଦୁର୍ଲଭ ଜାତି ବା ରେୟାର ସ୍ପେସିସ୍ ବୋଲି କୁହାଯାଏ। ବୁଝିପାରିଲ ପିଲାମାନେ, ଫାର୍ଷ୍ଟ ଆମେ ଦେଖିଲେ ବିଲୁପ୍ତ ଜାତି। ବିଲୁପ୍ତ ଜାତି ମାନେ କଣ, ଟୋଟାଲି ଲୋପ ହେଇଗଲେଣି, ସରିଗଲେଣି, ସେଇମାନଙ୍କୁ ଦେଖିବାକୁ ମିଳୁନାହିଁ। ଆଉ ବିପଦ ସଂକୁଳ କଣ, ନା ଯୋଉମାନଙ୍କର ସଂଖ୍ୟା ବହୁତ କମ, ତାଙ୍କର ଉପଯୁକ୍ତ ସୁରକ୍ଷା ନ ଦିଆଗଲେ ସେମାନେ ବିଲୁପ୍ତ ହେଇଯିବେ। ଆଉ ଅସୁରକ୍ଷିତ ଜାତି କଣ, ଯୋଉମାନଙ୍କର ଜୀବ ମାନଙ୍କର ସଂଖ୍ୟା କ୍ରମଶଃ କମୁଛି, ଉପଯୁକ୍ତ ବାସସ୍ଥାନ ନାହିଁ, ସେମାନଙ୍କର ଯଦି ସମସ୍ୟା ଜାରି ରହେ ସେମାନେ ବିପଦ ସଂକୁଳ ଶ୍ରେଣୀକୁ ଚାଲିଯିବେ, ସେଇମାନଙ୍କୁ ଆମେ କଣ କହିବା, ଅସୁରକ୍ଷିତ କହିବା। ଆଉ ଦୁର୍ଲଭ କଣ, ନା ଦୁର୍ଲଭ ଜାତି ଯୋଉ ପ୍ରାଣୀ ମାନେ ପୃଥିବୀରେ ବହୁତ କମ ଆଉ କିଛି ନିର୍ଦ୍ଦିଷ୍ଟ ଜାଗାରେ ନିର୍ଦ୍ଦିଷ୍ଟ ତାଙ୍କୁ ଖାପ ଖୁଆଉଥିବା ଏନଭାରମେଣ୍ଟରେ ବାୟୁମଣ୍ଡଳରେ ରହିଛନ୍ତି, ସେଇ ପ୍ରାଣୀ ମାନେ ଯଦି ଆମେ ଠିକ ସେ ତାଙ୍କର ସୁରକ୍ଷା ନ ଦେବା, ସେମାନଙ୍କ ଉପରେ ଯଦି କୌଣସି ବିପଦ ଆସିଲେ ସେମାନେ ମଧ୍ୟ ବିଲୁପ୍ତ ହେଇଯିବାର ଭୟ ରହିଛି। ତ ସେଗୁଡାକୁ ଆମେ କଣ, ନା ଦୁର୍ଲଭ ଜାତି ବୋଲି କୁହନ୍ତି। ତାପରେ ଲାଷ୍ଟ ଅଛି ଅଜ୍ଞାତ ବା କମ ଜଣାଯାଉଥିବା ଜାତି, ଅଜ୍ଞାତ ବା କମ ଜଣାଯାଉଥିବା ଜାତି। ଠିକ ଅଛି, ତାପରେ ଯେଉଁ ଜୀବ ମାନଙ୍କର ବିଷୟରେ ଆମ ପାଖରେ ଯଥେଷ୍ଟ ତଥ୍ୟ ବା ସଠିକ ହିସାବ ନାହିଁ, ସେମାନଙ୍କୁ ଏଇ ଶ୍ରେଣୀରେ ରଖାଯାଏ। କଣ କୁହାଗଲା, ଯେଉଁ ଜୀବ ମାନଙ୍କ ବିଷୟରେ ଆମ ପାଖରେ ଯଥେଷ୍ଟ ତଥ୍ୟ ବା ସଠିକ ହିସାବ ନାହିଁ, ସେମାନଙ୍କୁ ଆମେ କଣ କହିବା, ଅଜ୍ଞାତ ବା କମ ଜଣାଯାଉଥିବା ଜାତି, ଇନସଫିସିଏଣ୍ଟଲି ନୋନ୍ ସ୍ପେସିସ୍। ବୁଝିପାରିଲ ପାଞ୍ଚଟା ଜିନିଷ, ବିଲୁପ୍ତ ଜାତି, ବିପଦ ସଂକୁଳ ଜାତି, ଅସୁରକ୍ଷିତ ଜାତି, ଦୁର୍ଲଭ ଜାତି, ଅଜ୍ଞାତ ବା କମ ଜଣାଯାଉଥିବା ଜାତି। ଠିକ ଅଛି, ତାପରେ ଭାରତର ପଦକ୍ଷେପ। ଭାରତ ସରକାର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନା ମାଧ୍ୟମରେ ଏଇ ଜୀବମାନଙ୍କୁ ସୁରକ୍ଷା ଦଉଛନ୍ତି। କୋଉ ଯୋଜନା ମାଧ୍ୟମରେ, ନା ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନା। ପିଲାମାନେ ଏଟା ମନେ ରଖିବ, ସର୍ଟ କ୍ୱେଶ୍ଚନ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆଇୟୁସିଏନ ର ଡେଫିନେସନ, ଆଇୟୁସିଏନ ର ଆମର ଫୁଲ ଫର୍ମ ମନେ ରଖିବ। ଆଇୟୁସିଏନ କଣ, ଆଇୟୁସିଏନ ର ଫୁଲ ଫର୍ମ, ତାର କାମ କଣ, ତାପରେ ଏଟା ଗୋଟେ କେଉଁ ଯୋଜନା ଆମର ଭାରତରେ ପ୍ରଚଳିତ ଜୀବ ଜୀବନକୁ ସୁରକ୍ଷା ଦେବା ପାଇଁ। ତାପରେ ଆଇୟୁସିଏନ ର ଅବସ୍ଥା ଅନୁଯାୟୀ ସେ କେତୋଟି ବିଭକ୍ତ କରିଛି ଜାତି ମାନଙ୍କୁ, ଆମର ପ୍ରାଣୀ ମାନଙ୍କର 5ଟି ଭାଗରେ ବିଭକ୍ତ କରିଛି, ସେଟା ମନେ ରଖିବ। ତାପରେ ଏଟା ଆମର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାଟି ମନେ ରଖିବ। ତାପରେ ଜଙ୍ଗଲ କ୍ଷୟ ରୋକିବା ପାଇଁ କଡା ନିୟମ କରାଯାଇଛି। ବିଭିନ୍ନ ଅଭୟାରଣ୍ୟ ବା ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇ ପ୍ରାଣୀ ଓ ଉଦ୍ଭିଦ ମାନଙ୍କୁ ସେମାନଙ୍କ ପ୍ରାକୃତିକ ପରିବେଶରେ ବଞ୍ଚିବାକୁ ସୁଯୋଗ ଦିଆଯାଇଛି। ବିଭିନ୍ନ ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇ ପ୍ରାଣୀ ଓ ଉଦ୍ଭିଦ ମାନଙ୍କୁ ପ୍ରାକୃତିକ ପରିବେଶରେ ବଞ୍ଚିବାକୁ ସୁଯୋଗ ଦିଆଯାଇଛି। ବୁଝିପାରିଲ, ତ ଏଥିରେ ସାର କଥା କଣ, ଜୈବ ବିବିଧତା ହଉଛି ପୃଥିବୀର ଅମୂଲ୍ୟ ସମ୍ପଦ। ଜୈବ ବିବିଧତା ହଉଛି ପୃଥିବୀର ଅମୂଲ୍ୟ ସମ୍ପଦ।
ପୃଥିବୀର ଅମୂଲ୍ୟ ସମ୍ପଦ କିଏ? ଜୈବ ବିବିଧତା। ଏହାକୁ ସୁରକ୍ଷା କଲେ ପରିବେଶ ସନ୍ତୁଳନ ବଜାୟ ରହିବ। ତ ଆମ ଜୈବ ବିବିଧତାକୁ ସୁରକ୍ଷା କଲେ ପରିବେଶ ସନ୍ତୁଳନ ରହିବ। ଠିକ ଅଛି, ବୁଝିପାରିଲ। ଆୟୁସିଏନ୍ କଣ ବୁଝିଲ? ଆୟୁସିଏନ୍ ଗୋଟେ ସଂସ୍ଥା, ଏଇଟା ଆମର ଇଣ୍ଟରନ୍ୟାସନାଲ ଗୋଟେ ଆନ୍ତର୍ଜାତୀୟ ସଂସ୍ଥା ଯେ ପ୍ରାଣୀ ଉଦ୍ଭିଦ ମାନଙ୍କୁ ସଂରକ୍ଷଣ କରେ, ପ୍ରାଣୀ ଉଦ୍ଭିଦ ମାନଙ୍କ ଡାଟା ରଖେ। ତାପରେ ସେ କଣ କରେ, ତାପରେ ଏଠି କଣ କଲା ନା ଆୟୁସିଏନ୍ ଆମର 5ଟି ମୁଖ୍ୟ ଭାଗରେ ବିଭକ୍ତ କଲା ପ୍ରାଣୀ ଉଦ୍ଭିଦ ମାନଙ୍କୁ। କଣ କଣ ସେଟା ଜାଣିବ? ବୁଝିପାରିଲ। ତାର ଭାରତର ପଦକ୍ଷେପ ଟିକେ ପଢିଦବ। ଠିକ ଅଛି। ତାପରେ ପୃଥିବୀରେ ସମ୍ବଳର କ୍ରମାଗତ ଅପଚୟ ଏବଂ ପରିବେଶର ଅବକ୍ଷୟକୁ ରୋକିବା ପାଇଁ ବିଶ୍ୱ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଆମେ ପୃଥିବୀରେ କଣ କଣ ସବୁ ସମ୍ବଳର ଅପଚୟ ଏବଂ ପରିବେଶକୁ ଅବକ୍ଷୟକୁ ରୋକିବା ପାଇଁ ବିଶ୍ୱ ସ୍ତରରେ କଣ କଣ ସବୁ ପଦକ୍ଷେପ ନିଆହେଇଛି ସେଗୁଡିକ ଦେଖିବା। ଫାଷ୍ଟ ଦେଖ, ରିଓ ଡି ଜାନେରିଓ ବିଶ୍ୱ ବୈଠକ। କଣ? ରିଓ ଡି ଜାନେରିଓ ବିଶ୍ୱ ବୈଠକ। ଧରିତ୍ରୀର ଆମ ପୃଥିବୀ ମାତାର ସୁରକ୍ଷା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ଥିଲା। କେଉଁଠି? ନା 1992 ମସିହାରେ ବ୍ରାଜିଲର ରିଓ ଡି ଜାନେରୋ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା, ଯୋଉ କଥା ମୁଁ କହୁଥିଲି। ତାପରେ କଣ ଲକ୍ଷ୍ୟ ଥିଲା? ବିଶ୍ୱର ଜଳବାୟୁ ପରିବର୍ତ୍ତନ। ଫାଷ୍ଟ ହେଲା ବିଶ୍ୱର ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହେଲା। ତାରେ ଭୂମଣ୍ଡଳରେ ତାପମାତ୍ରା ବୃଦ୍ଧି, ଗ୍ଲୋବାଲ ୱାର୍ମିଂ କେମିତି ହଉଛି ଏବଂ ଜୈବ ବିବିଧତା ରକ୍ଷା କରିବା ପାଇଁ ବିଶ୍ୱର 100ରୁ ଅଧିକ ଦେଶର ନେତାଙ୍କୁ ଏକତ୍ରିତ କରାଗଲା। ବୁଝିପାରିଲ ତିନିଟା ଜିନିଷ, ବିଶ୍ୱର ଜଳବାୟୁ କାହିଁକି ପରିବର୍ତ୍ତନ ହଉଛି, ଭୂମଣ୍ଡଳ ତାପମାତ୍ରା ବୃଦ୍ଧି ଉପରେ କୁହାଗଲା ଏବଂ ଜୈବ ବିବିଧତା ରକ୍ଷା କରିବା ପାଇଁ ବିଶ୍ୱର 100ରୁ ଅଧିକ ଦେଶର ନେତାଙ୍କୁ ଏକତ୍ରିତ କରାଗଲା। ଫଳାଫଳ କଣ ହେଲା? ଏହି ବୈଠକରେ ଏଜେଣ୍ଡା 21 ଗ୍ରହଣ କରାଯାଇଥିଲା, ଯାହା 21 ଶତାବ୍ଦୀର ପରିବେଶ ସୁରକ୍ଷା ଓ ଧାରଣୀୟ ବିକାଶ ପାଇଁ ଏକ ମାର୍ଗଦର୍ଶିକା ସଦୃଶ। ଏଜେଣ୍ଡା 21 ଗ୍ରହଣ କରାଯାଇଥିଲା। ଏଜେଣ୍ଡା 21 କଣ? ଯାହା 21 ଶତାବ୍ଦୀରେ ପରିବେଶ ସୁରକ୍ଷା ଧାରଣୀୟ ବିକାଶ ପାଇଁ ଏକ ମାର୍ଗଦର୍ଶିକା ସଦୃଶ। ବୁଝିପାରିଲ। 1992 ମସିହାରେ ରିଓ ଡି ଜାନେରିଓ ବୈଠକ ଅନୁଷ୍ଠିତ ହୋଇଥିଲା। ଏଟା କୋଉଠି ଆମର ହେଇଥିଲା? ରିଓ ଡି ଜାନେରିଓ। ତାପରେ ଲକ୍ଷ୍ୟ କଣ ଥିଲା? ବିଶ୍ୱର ଜଳବାୟୁ ପରିବର୍ତ୍ତନ, ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧି ଏବଂ ଜୈବ ବିବିଧତା ରକ୍ଷା କରିବା ପାଇଁ। ଠିକ ଅଛି। ତାପରେ ଫଳାଫଳ କଣ ହେଇଥିଲା? ଏଜେଣ୍ଡା 21 ଆସିଥିଲା। ବୁଝିପାରିଲ ପିଲାମାନେ। ତାପରେ ଆମର ଅଛି ଆୟୁସିଏନ୍ ର ଭୂମିକା। ଆୟୁସିଏନ୍ ର ଭୂମିକା କଣ ରହିଥିଲା? ପୁଣି କହୁଛି ଦେଖ, ଆୟୁସିଏନ୍ ର ଫୁଲ୍ ଫର୍ମ ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର। ପୃଥିବୀର ପ୍ରାଣୀ ଏବଂ ଆମର ଉଦ୍ଭିଦ ମାନଙ୍କର ସୁରକ୍ଷା ପାଇଁ ନିୟମ ପ୍ରଣୟନ କରେ। କଣ ଅଛି? ବୁଝିପାରିଲ। ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର ପୃଥିବୀରେ ପ୍ରାଣୀ ଓ ଉଦ୍ଭିଦଙ୍କର ସୁରକ୍ଷା ପାଇଁ ନିୟମ ପ୍ରଣୟନ କରେ। ଏହି ସଂସ୍ଥା ବିଭିନ୍ନ ଜୀବଜନ୍ତୁଙ୍କୁ ବିପଦ ସଂକୁଳ, ଦୁର୍ଲଭ, ବିଲୁପ୍ତ ଶ୍ରେଣୀରେ ବିଭକ୍ତ କରି ସେମାନଙ୍କ ସଂରକ୍ଷଣ ପାଇଁ ବିଶ୍ୱବାସୀଙ୍କୁ ସତର୍କ କରେ। ଏଇ ଜିନିଷଟା ସବୁ ଜିନିଷ ବିଲୁପ୍ତ କିଏ, କୋଉ ପ୍ରାଣୀଟା ବିପଦ ସଂକୁଳ, କୋଉ ପ୍ରାଣୀ ଦୁର୍ଲଭ, କୋଉ ଜୀବ ଆମର କଣ ଅସୁରକ୍ଷିତ, ଏଇ ସବୁ ଜିନିଷ ସେ କଣ କରେ? ବିଭକ୍ତ କରିକି ସମସ୍ତଙ୍କର ଡାଟା ବା ତଥ୍ୟ ନିଜ ପାଖରେ ରଖିକି ବିଶ୍ୱବାସୀଙ୍କୁ ଏ ବିଷୟରେ ସତର୍କ କରାଏ। ଠିକ ଅଛି। ବିଶ୍ୱବାସୀ ଆମର ଲୋକମାନେ ବି ଜାଣିବା ଦରକାର, ସେଠି ସଚେତନ ହେବା ଦରକାର ଜୀବଜଗତ, ଆମ ଜୀବ ଉଦ୍ଭିଦ, ପ୍ରାଣୀ ଉଦ୍ଭିଦ ମାନଙ୍କ ପାଇଁ। ଠିକ ଅଛି। ତାପରେ ଆନ୍ତର୍ଜାତୀୟ ସାମୁଦ୍ରିକ ନିୟମ। ଫାଷ୍ଟ ଦେଖିଲେ ରିଓ ଡି ପିଲାମାନେ ରିଓ ଡି ଜାନେରିଓ, ତାପରେ ଆୟୁସିଏନ୍ ର ଭୂମିକା। ଏବେ ଦେଖିବା ଆନ୍ତର୍ଜାତୀୟ ସାମୁଦ୍ରିକ ନିୟମ। ସମୁଦ୍ର ମଧ୍ୟରେ ଥିବା ସମ୍ବଳର ବ୍ୟବହାର ପାଇଁ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ନିୟମ ଅଛି। ସମୁଦ୍ର ଭିତରେ ଆମର ସମ୍ବଳ ରହିଛି, ତାର ମଧ୍ୟ ଆମର ଆନ୍ତର୍ଜାତୀୟ ସ୍ତରରେ ନିୟମ ଅଛି। କଣ ନା କୌଣସି ଦେଶରେ ଉପକୂଳ ଠାରୁ 200 ନଟିକାଲ ମାଇଲ ବାହାରେ ଥିବା ସାମୁଦ୍ରିକ ସମ୍ବଳ ଉପରେ କୌଣସି ଗୋଟିଏ ଦେଶର ଅଧିକାର ରହେ ନାହିଁ। ଆମେ ପଢିଥିଲେ 200 ନଟିକାଲ ମାଇଲରୁ ଅଧିକ ଇଏରେ ଥିଲେ, ସୀମାର ଅଧିକ ଦେଶର ସୀମାଠାରୁ ଅଧିକ 200 ନଟିକାଲ ମାଇଲରେ ଥିଲେ, ସେଟା ଆମର କୌଣସି ଦେଶର ଅଧିକାର ରହେ ନାହିଁ। ଏହାକୁ ଆନ୍ତର୍ଜାତୀୟ ସଂସ୍ଥା ବା ଆମର ଜାତିସଂଘ ପରିଚାଳନା କରେ। ବୁଝିପାରିଲ। କୌଣସି ଦେଶର ସୀମାଠାରୁ 200 ନଟିକାଲ ମାଇଲ ଅଧିକରେ ଯଦି କୌଣସି ପ୍ରକାର ସମ୍ବଳ ରହୁଛି, ସେଟା କୌଣସି ଦେଶର ଅଧିକାର ନାହିଁ। ଏହାକୁ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପରିଚାଳନା କରାଯାଏ। ତାପରେ ଜଳବାୟୁ ଚୁକ୍ତିନାମା। ବିଶ୍ୱର ସବୁ ଦେଶ ମିଶି ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ପରିମାଣ କମାଇବା ପାଇଁ ବିଭିନ୍ନ ସମୟରେ ଚୁକ୍ତି କରିଥାନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ପରିବେଶ ପ୍ରଦୂଷଣ କମାଇବା ଏବଂ ଓଜୋନ ସ୍ତରକୁ ସୁରକ୍ଷା ଦେବା। ଠିକ ଅଛି। ତାପରେ ଧାରଣୀୟ ବିକାଶର ପ୍ରସାର। ବିଶ୍ୱ ସ୍ତରରେ ଏହା ସ୍ୱୀକାର କରାଯାଉଛି ଯେ ବିକାଶ ଏପରି ହେବା ଉଚିତ ଯାହା ପରିବେଶକୁ କ୍ଷତି ପହଞ୍ଚାଇବ ନାହିଁ। ଏଥିପାଇଁ ବିକଶିତ ଏବଂ ବିକାଶଶୀଳ ଦେଶମାନେ ପରସ୍ପରକୁ ସହଯୋଗ କରିବା ପାଇଁ ଅନେକ ଅନ୍ତର୍ଜାତୀୟ ମଞ୍ଚରେ ସମ୍ମତି ପ୍ରକାଶ କରିଛନ୍ତି। ବୁଝିପାରିଲ। ବିଶ୍ୱ ସ୍ତରରେ ଆମେ କଣ କରିବା? ଏମିତି ପଦକ୍ଷେପ ନେବା ଯୋଉଥିରେ କି ଆମ ସମ୍ବଳକୁ ଆମେ କ୍ଷୟ କରିବା ନାହିଁ, ଆମର ଦେଶମାନଙ୍କୁ ଆହୁରି ବିକଶିତ କରିବା। ଆନ୍ତର୍ଜାତୀୟ ସ୍ତରରେ ଆମେ ସବୁ ଦେଶ ଏକତ୍ରିତ ହେଇକି ଆମ ସମ୍ବଳକୁ ଆମେ ଆମର କଣ ସମ୍ବଳକୁ ରକ୍ଷା କରିବା, ସମ୍ବଳ ଅପଚୟ କରିବା ନାହିଁ। ଏଇ ସବୁ କୁହାଗଲା ଧାରଣୀୟ ବିକାଶର ପ୍ରସାର। ତ ସାର କଥା କଣ ନା ପରିବେଶ ସମସ୍ୟା କୌଣସି ଗୋଟିଏ ଦେଶର ସମସ୍ୟା ନୁହେଁ, ଏହା ସାରା ବିଶ୍ୱର ସମସ୍ୟା, ଏହା ସାରା ବିଶ୍ୱର ସମସ୍ୟା। ତେଣୁ ବିଶ୍ୱସ୍ତରୀୟ ମିଳିତ ପଦକ୍ଷେପ ଦ୍ୱାରା ହିଁ ଆମେ ପୃଥିବୀକୁ ଆଗାମୀ ବିପଦରୁ ରକ୍ଷା କରିପାରିବା। ବୁଝିପାରିଲ 5ଟା ଜିନିଷ? ବୁଝିପାରିଲ। ଆମର ଆନ୍ତର୍ଜାତୀୟ ସ୍ତରରେ ଆମେ କଣ କଣ ଦେଖିଲେ? ଆୟୁସିଏନ୍ ର ଭୂମିକା ଦେଖିଲେ, ରିଓ ଡି ଜାନେରିଓର ବିଶ୍ୱ ବୈଠକ ଦେଖିଲେ 1992 ରେ ହେଇଥିଲା। ତାପରେ ଆମର ଏଜେଣ୍ଡା 21 ବିଷୟରେ ଜାଣିଲେ।
तापर आमर आंतर्जातीय सामुद्रिक नियम विषय जानिले तर जलवायु चुक्ति नवा तापर धारणीय विकास प्रसार बुझिपार पिला माने आमर आयुष्यन पांचटी प्राणी मानक ऊपर विभक्तिकरण जानल तापर आमर धारणीय विकास संज्ञा धारणीय विकास मुख्य लक्ष्य तार पांचटी नीति विषय कहली तापर आमर तीनोटी आर विषय आम जानले रिड्यूस रियूज कौन रिड्यूस रियूज रिसाइकेल बुझिपार ठीक अच्छे आज आम एति थाऊ एति रखा पुणी नेक्स्ट विषय में नेक्स्ट चैप्टर को गोटे वीडियो लेके आसवा ठीक अच्छे पिला माने बुझिपार आज एति थाऊ आउ वीडियो भल लगुचे लाइक शेयर सब्सक्राइब करेंगे ठीक अच्छे रही थैंक यू।